ପିଲାମାନେ ଆଜି ଆମେ ପଢ଼ିବା ଆମ ଷଷ୍ଠ ଶ୍ରେଣୀ ଆମ ସାହିତ୍ୟ ବହିର ଏକ ସୁନ୍ଦର ବିଷୟ ଓଡ଼ିଶାର ସଂସ୍କୃତି ମାନେ ଆମ ରାଜ୍ୟର ସଂସ୍କୃତି ବିଷୟରେ ପଢ଼ିବା। ଏହାକୁ ଲେଖିଛନ୍ତି ଡକ୍ଟର ଚାରୁବାଳା ମହାନ୍ତି। ପିଲାମାନେ ଭାରତର ସଭ୍ୟତା ହେଉଛି ଖୁବ୍ ପ୍ରାଚୀନ। ଯୁଗେ ଯୁଗେ କେତେ ମୁନି ଋଷି ଓ ମହାପୁରୁଷ ଏ ମାଟିରେ ଜନ୍ମଗ୍ରହଣ କରି ଏହାର ସଂସ୍କୃତିକୁ ପରିପୃଷ୍ଟ କରିଛନ୍ତି। ପିଲାମାନେ ସଂସ୍କୃତି ମାନେ କ'ଣ? ଆମର ବିଜ୍ଞାନ, ସାହିତ୍ୟ, ସଙ୍ଗୀତ, ଚିତ୍ରକଳା, ଧର୍ମ, ଶିକ୍ଷା ଏସବୁକୁ ନେଇକି ଆମର ସଂସ୍କୃତି ତିଆରି। ବୁଝିହେଲା? ପ୍ରାଚୀନ କାଳରେ ପିଲାମାନେ ଆମ ଭଳିଆ ଏମିତି ସ୍କୁଲ ନଥିଲା, ଗୁରୁକୁଳ ଥିଲା। ପିଲାମାନେ ସେଠି ଗୁରୁଙ୍କୁ ଶିକ୍ଷା ପାଇଁ ଯାଉଥିଲେ, ସବୁ ପ୍ରକାର ଶିକ୍ଷା ଶିଖୁଥିଲେ, ରୋଷେଇ କରିବା ଆରମ୍ଭ କରିକି ବିଦ୍ୟା ପର୍ଯ୍ୟନ୍ତ। ବର୍ତ୍ତମାନ ତ ଆମେ କେବଳ ପାଠ ପଢ଼ି ହିଁ ଯାଉଛେ, ସେଠି ଖେଳ ସବୁ କିଛି ଶିକ୍ଷା ହେଉଥିଲା। ବୁଝିଲା ତ ପିଲାମାନେ? ପିଲାମାନେ ଭାରତୀୟ ସଂସ୍କୃତିର ଆଧାର ହେଉଛି ଆଧ୍ୟାତ୍ମିକତା। ଭାରତୀୟମାନଙ୍କର ବ୍ୟକ୍ତିଗତ ସାମାଜିକ ଆଦର୍ଶ ତଥା ଏସବୁ ଇତ୍ୟାଦି ସମସ୍ତ ସାଂସ୍କୃତିକ ବିଭବ ମୂଳରେ ଆଧ୍ୟାତ୍ମିକ ଭାବଧାରା ନିହିତ। ଆଧ୍ୟାତ୍ମିକ ମାନେ କ'ଣ କିରେ ପିଲାମାନେ? ମାନେ ଭଗବାନଙ୍କୁ ଡାକିବା ପିଲାମାନେ ହେଲା। ଭଗବାନଙ୍କୁ ଆମେ ଆରାଧ୍ୟ କରିବା। ଆମେ ଏଠି ପାଠ ପଢ଼ୁଛେ, ଶିକ୍ଷା ଗ୍ରହଣ କରୁଛେ। କାହିଁକି ଗ୍ରହଣ କରୁଛେ? ସେ ଭଗବାନଙ୍କ ଲାଗି। ସେ ଭଗବାନଙ୍କୁ ଆମେ ସବୁଦିନ ଦେଖିବା, ଆମେ ସ୍କୁଲ ପୂର୍ବରୁ କ'ଣ ହେଲା ଆରମ୍ଭରୁ ପ୍ରାର୍ଥନା କରୁଛେ ଏବଂ ଘରେ ମଧ୍ୟ ବୋଉ ଆମର, ମା ଆମର ସଞ୍ଜ ଦେଉଛନ୍ତି, ସନ୍ଧ୍ୟାବେଳେ ସକାଳୁ ପୂଜା କରୁଛନ୍ତି। କାରଣ ଆମେ ଏଇ ସଂସାର, ଏଇ ପୃଥିବୀ କିଏ ତିଆରି କରିଛନ୍ତି? ସେଇ ଭଗବାନ। ଏହି ଉଚ୍ଚ ଆଦର୍ଶବୋଧ ଭାରତୀୟମାନଙ୍କୁ ସମଗ୍ର ମାନବ ଜାତି ମଧ୍ୟରେ ଏକ ବିଶିଷ୍ଟ ଜାତି ରୂପ ପ୍ରତିଷ୍ଠିତ କରିଛି। ଆମ ଓଡ଼ିଶାର ସଂସ୍କୃତି ଏହି ମହାନ ଭାରତୀୟ ସଂସ୍କୃତିର ଅବିଚ୍ଛେଦ୍ୟ ଅଙ୍ଗ। ତାହେଲେ ପଢ଼ିବା ଆମେ ଆମ ଓଡ଼ିଶାର ସଂସ୍କୃତି ମହାନ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଦେଖିଲେ ପିଲାମାନେ କେତେ ସୁନ୍ଦର, ଦେଖିଲ ଏଇଟା ହେଉଛି ଆମର ଓଡ଼ିଶାର ମାନଚିତ୍ର। କେତେ ସୁନ୍ଦର ଭାବରେ ହେଲା, ସବୁ ନୃତ୍ୟକାର ଆମର ସବୁ ଏଠି ଅଛି। ବୁଝିହେଲା ତ? ଧଉଳି ହେଲା, କୋଣାର୍କ ସବୁ କିଛି ଆମର ଏଇ ଓଡ଼ିଶାରେ ଅଛି। ତାହେଲେ ପଢ଼ିବା ତା ବିଷୟରେ। ସାମାଜିକ ଜୀବନର ପରମ୍ପରା, ଆଦର୍ଶ ଓ ରୀତିନୀତିକୁ ଆମେ ସଂସ୍କୃତି ବୋଲି କହିଥାଉ। ବୁଝିହେଲା? ସଂସ୍କୃତି ହେଲେ କାହାକୁ କହିବା? ଆମର ସାମାଜିକ ଜୀବନର ପରମ୍ପରା, ଆଦର୍ଶ, ରୀତିନୀତି ମାନେ ଯେଉଁ ଜାତିର ଆଦର୍ଶ, ଚିନ୍ତାଧାରା, ଜ୍ଞାନ, ସୃଜନୀ ଶକ୍ତି ଓ ଆତ୍ମବିଶ୍ୱାସ ଯେତେ ବିସ୍ତୃତ, ସେ ଜାତିର ସଂସ୍କୃତି ସେତେ ଉନ୍ନତ। ଏହି ଦୃଷ୍ଟିରୁ ଦେଶ ଦେଶ ବା ଜାତି ଜାତି ମଧ୍ୟରେ ସଂସ୍କୃତିଗତ ପାର୍ଥକ୍ୟ ସର୍ବଦା ବିଦ୍ୟମାନ। ଓଡ଼ିଶା ଆପଣାର ସ୍ୱତନ୍ତ୍ର ଆଦର୍ଶ ଓ ପରମ୍ପରାକୁ ନେଇ ସମଗ୍ର ବିଶ୍ୱରେ ଖ୍ୟାତି ଲାଭ କରିଛି। ପିଲାମାନେ ଆମ ଓଡ଼ିଶାର ଏକ ସ୍ୱତନ୍ତ୍ର ଆଦର୍ଶ ହେଲା। କି ପ୍ରକାର ଆଦର୍ଶ ପଢ଼ିବା? ପିଲାମାନେ ଉତ୍କଳର ସଂସ୍କୃତିକୁ ସମୃଦ୍ଧ କରିଛି ଏହାର ଐତିହାସିକ ଘଟଣା। ତାହେଲେ ଐତିହାସିକ ମାନେ ଆମ ଇତିହାସ ଆମ ଉତ୍କଳର ସଂସ୍କୃତିକି ସମୃଦ୍ଧ କରିଛି। କ'ଣ କି ପିଲାମାନେ? ଓଡ଼ିଶା ଜାତିର ବୀରତ୍ୱ ଯୋଗୁଁ ଓଡ଼ିଶାର ସୀମା ଦିନେ ଗଙ୍ଗା ଠାରୁ ଗୋଦାବରୀ ପର୍ଯ୍ୟନ୍ତ ବିସ୍ତୃତ ହୋଇଥିଲା। ବୁଝିହେଲା ତ? ଆମର ବୀରତ୍ୱ ପାଇଁ ଆମେ ଦିନେ ଆଗରୁ ପିଲାମାନେ କ'ଣ ଅଶୋକ ହେଲା, ଖାରବେଳ ସବୁ ଥିଲେ। ଏମିତି ବି କ'ଣ ରାଜନୀତି ନଥିଲା। ବୁଝିଲା? ରାଜନୀତି ଥିଲା ଯେତେବେଳେ ରାଜାମାନେ ଶାସନ କରୁଥିଲେ। ଏବଂ ଆମ ଓଡ଼ିଶା ଲୋକଙ୍କର ଏଇ ବୀରତ୍ୱ ଲାଗି ଦିନେ ଗଙ୍ଗା ଠାରୁ ଗୋଦାବରୀ ପର୍ଯ୍ୟନ୍ତ ଓଡ଼ିଶା ବିସ୍ତୃତ ଥିଲା। ଏହି ଓଡ଼ିଶାରେ ଚଣ୍ଡାଶୋକ ଧର୍ମାଶୋକରେ ପରିଣତ ହୋଇଥିଲେ। ମାନେ କ'ଣ କି ପିଲାମାନେ? ଏହି ଓଡ଼ିଶାରେ ଚଣ୍ଡାଶୋକ ଧର୍ମାଶୋକରେ କ'ଣ କିରେ ପରିଣତ ହୋଇଗଲେ? ପିଲାମାନେ ରାଜା ଅଶୋକ। ବୁଝିହେଲା? ଯେତେବେଳେ ଦୟା ନଦୀ କୂଳରେ ଦେଖିଲେ ହଜାର ହଜାର ଲକ୍ଷ ଲକ୍ଷ ଲୋକ, ଦୟା ନଦୀଟା ପୁରା ରକ୍ତ ହୋଇଯାଇଛି ହେଲା। ସେ କ'ଣ ଛାଡ଼ିଦେଲେ ସବୁ ହେଲା, ନିଜ ଶାସନ ଛାଡ଼ି ଦେଇ ନିଜେ ଗୋଟେ ଧର୍ମ ପଥରେ ଚାଲିଗଲେ। ବ୍ୟକ୍ତିଗତ ସ୍ୱାର୍ଥକୁ ସମୂହ ସ୍ୱାର୍ଥ ପାଇଁ ଅକାତରେ ବଳି ଦେବା ଓଡ଼ିଶାର ସଂସ୍କୃତିର ବୈଶିଷ୍ଟ୍ୟ। ଧର୍ମପଦ କାହାଣୀ ତାହାର ଏକ ଉଜ୍ଜ୍ୱଳ ଦୃଷ୍ଟାନ୍ତ। ପିଲାମାନେ 1200 ବଢ଼େଇ ଦାୟ ନା
କ'ଣ 12 ବର୍ଷ ପିଲାର ଦାୟ। ମନେ ଅଛି ତ ସେଇ ତୃତୀୟ ଶ୍ରେଣୀ ପାଠ ହେଲା। ଏକ 12 ବର୍ଷର ବାଳକ 1200 ବଢ଼େଇର ମୁଣ୍ଡ କାଟ ନହବ ବୋଲି ନିଜେ କ'ଣ କରିଥିଲା? କୋଣାର୍କର ମୁଣ୍ଡି ମାରି ଚନ୍ଦ୍ରଭାଗା ନଦୀକି ଡେଇଁ ପଡ଼ିଥିଲା। ମୋ ଜାତିର ସମ୍ମାନ ରହୁ, ମୁଁ ପଛେ ନ ରହେ। ବୁଝିହେଲା? ଆମ ବ୍ୟକ୍ତିଗତ ସ୍ୱାର୍ଥଠାରୁ କ'ଣ ଆମ ମାନେ କ'ଣ ଏ ଦେଖ, ବ୍ୟକ୍ତିଗତ ସ୍ୱାର୍ଥକୁ ସମୂହ ସ୍ୱାର୍ଥ ପାଇଁ, ମାନେ ମୋର ସ୍ୱାର୍ଥ ମାନେ ମୋ ଦେଶର ସ୍ୱାର୍ଥ, ମୋ ଓଡ଼ିଶା ଜାତିର ସ୍ୱାର୍ଥ। ତାପରେ ସମଗ୍ର ବସୁଧାକୁ ଗୋଟିଏ କୁଟୁମ୍ବ ଭାବି ସମୁଦାୟ ମାନବ ଜାତିର ସୁଖ କାମନା କରିବା ଓଡ଼ିଶା ସଂସ୍କୃତିର ମୂଳ ଆଦର୍ଶ। ପିଲାମାନେ, ଆମ ସଂସ୍କୃତିର ମୂଳ ଆଦର୍ଶ କ'ଣ କିରେ? ସମଗ୍ର ବସୁଧାକୁ, ମାନେ ବସୁଧା ମାନେ ମାଟିରେ ଯେଉଁ ମାନବ ଜାତି ରହୁଛନ୍ତି ସମସ୍ତଙ୍କର ସୁଖ ଦେଖିବା ଆମେ। ଶକ୍ତି, ଶିବ, ସର୍ବୋପରି ଜଗନ୍ନାଥ ଆରାଧନା ମାଧ୍ୟମରେ ଓଡ଼ିଶାର ଏହି ଆଦର୍ଶକୁ ଯୁଗେ ଯୁଗେ ଅନୁସରଣ କରି ଆସିଛି। ବୁଝିହେଲା? ଆମେ କ'ଣ ଭଗବାନ ଶିବ, ଜଗନ୍ନାଥ ଏମାନଙ୍କୁ ଆରାଧନା କରିବା ମାଧ୍ୟମରେ ମଧ୍ୟ ଆମେ ତାଙ୍କୁ ଅନୁସରଣ କରି ସମଗ୍ର ବିଶ୍ୱକୁ ଏ ସଂସ୍କୃତି ଦେଇଛି ଶାନ୍ତି, ସମତା ଓ ଭାତୃତ୍ୱର ଦିଗ୍ଦର୍ଶନ। ଓଡ଼ିଶାର ସଂସ୍କୃତି ଓ ଲୋକାଚାର ପର୍ବପର୍ବାଣି ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଛି। ପିଲାମାନେ, ଆମେ ଜାଣିଛୁ ଯେ କ'ଣ ଆମ ଓଡ଼ିଶାରେ ବହୁତ ପର୍ବପର୍ବାଣି ପାଳନ କରୁଛେ ହେଲା। ଖୁଦୁରୁକୁଣିଠୁ ଆରମ୍ଭ କରି କେତେ କେତେ ପୂଜା, ଲକ୍ଷ୍ମୀ ପୂଜା ହେଲା, ସବୁ ଆମେ ଏଠି ପାଳନ କରୁଛେ। ଆନନ୍ଦ ଉତ୍ସବ ପ୍ରିୟ ଓଡ଼ିଆମାନେ ବର୍ଷର କେତେକ ନିର୍ଦ୍ଦିଷ୍ଟ ଦିନରେ ନାନା ପୂଜା, ଓଷା, ବ୍ରତ ପାଳନ କରନ୍ତି। ଗୃହ, ଶରୀର ଓ ମନକୁ ନିର୍ମଳ କରି ବିଶ୍ୱାସ ଓ ନିଷ୍ଠାର ସହ ପୂଜା ଅର୍ଚ୍ଚନା ମାଧ୍ୟମରେ ଜଗତର ହିତ ପାଇଁ ଦେବତାଙ୍କ ଆଶୀର୍ବାଦ ଭିକ୍ଷା କରିବା ଏହି ପୂଜା ପାର୍ବଣର ମୂଳ ଲକ୍ଷ୍ୟ। କେମିତି ଆମେ ଭଗବାନଙ୍କଠାରୁ ଆଶୀର୍ବାଦ କ'ଣ ଗ୍ରହଣ କରିବା? ଏହାଦ୍ୱାରା ସତ୍ୟ, ଦୟା, ନିଷ୍ଠା, ପବିତ୍ରତା ଆଦି ଗୁଣର ବିକାଶ ଘଟେ ଏବଂ ସମାଜରେ ପରସ୍ପର ମଧ୍ୟରେ ମିତ୍ରତା ବୃଦ୍ଧି ପାଏ। ମହାପ୍ରସାଦ, ମକର ଚାଉଳ, ଆମ୍ବ ବଉଳ ଇତ୍ୟାଦି ଦେଇ ବନ୍ଧୁ ହେବା ଓଡ଼ିଶାର ଏକ ପ୍ରାଚୀନ ପରମ୍ପରା। ପିଲାମାନେ, ଆମେ ବର୍ତ୍ତମାନ ଛୋଟ ଅଛେ, ଯେ ଆମେ ବି ଜାଣିଥିବେ, ଆମେ ବି ବସିଥିବା ମକର ବଉଳ ବସିଥିବି ନାହିଁ, ପ୍ରାୟ ଝିଅ ପିଲା ବସନ୍ତି, ପୁଅ ପିଲାମାନେ ସଙ୍ଗାତେ ବସନ୍ତି। ବୁଝିହେଲା? ଆମେ କ'ଣ ଆମ୍ବ ବଉଳ କି ମକର ଚାଉଳ, ମହାପ୍ରସାଦ ଏସବୁ ଦେଇକି ହେଲା, ଏସବୁ ଆମର ପ୍ରାଚୀନ ପରମ୍ପରା। ଏହା ଜାତୀୟ ସଂହତି ଓ ଏକତାର ସହାୟକ। ଓଡ଼ିଶାର ସ୍ଥାପତ୍ୟ ଓ ଭାସ୍କର୍ଯ୍ୟର ସ୍ୱାକ୍ଷର ବହନ କରିଛି ଏହାର ବିଭିନ୍ନ ଶିଳାଲିପି ଓ ମନ୍ଦିର। କୋଣାର୍କର ସୂର୍ଯ୍ୟ ମନ୍ଦିର, ପୁରୀର ଜଗନ୍ନାଥ ମନ୍ଦିର, ଭୁବନେଶ୍ୱର ଲିଙ୍ଗରାଜ ଓ ରାଜାରାଣୀ ମନ୍ଦିର, ଖିଚିଙ୍ଗର କିଚକେଶ୍ୱରୀ ମନ୍ଦିର, ଦେହରେ ଖୋଦିତ ମୂର୍ତ୍ତି ଓ ବିଭିନ୍ନ ଚିତ୍ରକଳା ଏ ଜାତିର କାଳଚାତୁରୀର ନିଦର୍ଶନ। ପିଲାମାନେ, ଆମର ପଇସାରେ ମଧ୍ୟ କୋଣାର୍କର ସୂର୍ଯ୍ୟ ମନ୍ଦିରର ଚକ୍କର ଦେଖିବାକୁ ପାଇବା ହେଲା। କେତେ ଜାତିର କଳା, ମାନେ ଆମ ଓଡ଼ିଶା ରାଜ୍ୟରେ ହେଲା କେତେ କଳା ବିସ୍ତାରିତ ହୋଇକି ଥିଲା ଓଡ଼ିଶାର ଲୋକଙ୍କ ମଧ୍ୟରେ ଆମେ ଏଇ ମାଧ୍ୟମରେ ଦେଖିପାରିବା। ଜଗନ୍ନାଥ ମନ୍ଦିରକୁ ଦେଖିଲେ ତାଳ କେମିତି ଜଗନ୍ନାଥ ମନ୍ଦିର ତିଆରି ହେଇଛି ତାହା ବି ମଧ୍ୟ ତୁମେ ଦେଖିକି ଆଶ୍ଚର୍ଯ୍ୟ ହେଇଯିବ। ଏସବୁ କୀର୍ତ୍ତିକୁ ସ୍ୱଚକ୍ଷୁରେ ଦେଖିବା ପାଇଁ ପ୍ରତିଦିନ ଶହ ଶହ ପର୍ଯ୍ୟଟକ ଓଡ଼ିଶା ଆସୁଛନ୍ତି। ଭାସ୍କର୍ଯ୍ୟ ପରି ଓଡ଼ିଶାର କାରୁଶିଳ୍ପ ମଧ୍ୟ ଅତି ଉଚ୍ଚ କୋଟିର। ସୁନା ରୂପାର ତାରକସି କାମ, ପିତ୍ତଳର ସୂକ୍ଷ୍ମ କାରୁକାର୍ଯ୍ୟ, ମୃଣ୍ମୟ ଶିଳ୍ପ, ସିଂହରୁ ତିଆରି ବିଭିନ୍ନ ପଦାର୍ଥ, ଚାନ୍ଦୁଆ, ପଟ୍ଟଚିତ୍ର ଆଦି ଦେଖିଲେ କିଏ ବିସ୍ମିତ ନ ହେବ? କ'ଣ କିରି ପିଲା ନାହିଁ? ପିପିଲିର ଚାନ୍ଦୁଆ, ପଟ୍ଟଚିତ୍ର, ସିଂହରୁ ତିଆରି ବିଭିନ୍ନ ପଦାର୍ଥ, ସୂକ୍ଷ୍ମ କାରୁକାର୍ଯ୍ୟ ହେଲା, ପିତ୍ତଳର ତିଆରି ସବୁ ଅଛି। ଓଡ଼ିଶାର ବସ୍ତ୍ରଶିଳ୍ପ ସମଗ୍ର ପୃଥିବୀରେ ଆଦର ଲାଭ ମଧ୍ୟ କରିଛି। ବୁଝିଲା? ଆମ ବସ୍ତ୍ରଶିଳ୍ପ ମଧ୍ୟ ସମଗ୍ର ପୃଥିବୀରେ ପ୍ରସିଦ୍ଧ। ସମ୍ବଲପୁର, ମନେ ଜାଣିଥିବ, ସମ୍ବଲପୁର ଶାଢ଼ୀ ପୁରା ବିଶ୍ୱରେ ପ୍ରସିଦ୍ଧ। ସମ୍ବଲପୁର, ବ୍ରହ୍ମପୁର ଓ ନୂଆପଟଣା, ଆମର ଏଠି କଟକର କ'ଣ ନୂଆପଟଣା, ହାତବୁଣା ବସ୍ତ୍ର ଓଡ଼ିଆ କାରବାର ହାତର କଳା ନିପୁଣତାର ପରିଚାୟକ। ବୟନ ଶିଳ୍ପରେ ଓଡ଼ିଶା ପ୍ରାଚୀନ କାଳରୁ ସାରା ବିଶ୍ୱରେ ପ୍ରସିଦ୍ଧ ଲାଭ କରିଥିଲା। ସୂକ୍ଷ୍ମ ବସ୍ତ୍ର ଓ ନାନା ପଣ୍ୟଦ୍ରବ୍ୟ ନେଇ ବୋଇତ ଚଳାଇ ଓଡ଼ିଆ ସାଧବ ବ୍ୟବସାୟ ବାଣିଜ୍ୟ
କରୁଥିଲା। ପିଲାମାନେ ଏବେ ଏବେ ଆମର ଯାଇଛି ଡଙ୍ଗା ଭସା, ହଁ କି ନା ପିଲାମାନେ? ଆମର ସେତେବେଳେ କ'ଣ ବାଣିଜ୍ୟ କରିବାକୁ ବହୁତ ଦୂର ଦେଶକୁ ଯାଉଥିଲେ। ସେ ପରମ୍ପରା ଆଜି ବି ଆମେ ପାଳନ କରୁଛେ। ଦରିଆ ସେପାରି ବାଣିଜ୍ୟ ବ୍ୟବସାୟ କରିବା ସଙ୍ଗେ ସଙ୍ଗେ ସେ ବିଦେଶର ଲୋକମାନଙ୍କୁ ଭାତୃତ୍ୱର ବନ୍ଧନରେ ବାନ୍ଧି ରଖିଥିଲା। ବୁଝିହେଲା? ଆମେ ବାହାରକୁ ରହିଲେ ମଧ୍ୟ ବିଦେଶର ଲୋକମାନଙ୍କୁ ମଧ୍ୟ ଭାତୃତ୍ୱର ଭାଇ ଭାଇ ବନ୍ଧନରେ ବାନ୍ଧିକି ରଖିଥିଲେ। ଓଡ଼ିଶାର ଜାତୀୟ ଜୀବନକୁ ପ୍ରାଣବନ୍ତ କରି ରଖିଛି ଏହାର ଭାଷା ଓ ସାହିତ୍ୟ। ଓଡ଼ିଆ ଭାଷା ପୃଥିବୀର ଅନ୍ୟାନ୍ୟ ଉନ୍ନତ ଭାଷାମାନଙ୍କ ମଧ୍ୟରେ ଅନ୍ୟତମ। ଏହାର ନିଜସ୍ୱ ଲିପି ରହିଛି। ଏହି ଭାଷାରେ ରଚିତ ମହାଭାରତ, ରାମାୟଣ, ଭାଗବତ ତଥା ବହୁ ପୁରାଣ, ବହୁ କାବ୍ୟ କବ୍ୟତା ଏହାର ସଂସ୍କୃତିକୁ ସମୃଦ୍ଧ କରିଛି। ପିଲାମାନେ, ଆମ ନିଜ ଭାଷା ଓଡ଼ିଆ। ଆମ ଭାଷାରେ ରଚିତ ହୋଇଛି ମହାଭାରତ, ରାମାୟଣ, ଭାଗବତ। ଆମ ଭାଷାରେ ମଧ୍ୟ ବହୁତ ପୁରାଣ ଲେଖାଯାଇଛି। ଏହା ବହୁତ ଆମର ସଂସ୍କୃତିକୁ କ'ଣ ସମୃଦ୍ଧ କରିଛି। ଏହି ରଚନାବଳୀ ଓଡ଼ିଶାର ପୁରପଲ୍ଲୀରେ ଘରେ ଘରେ ଅତ୍ୟନ୍ତ ଶ୍ରଦ୍ଧା ଓ ଭକ୍ତି ସହକାରେ ପାଠ କରାଯାଏ। ଓଡ଼ିଆ ଭାଷାର ପ୍ରଚଳିତ ବହୁ ଢଗଢମାଳି ଓ ଲୋକଗଳ୍ପ ମଧ୍ୟ ଓଡ଼ିଆ ସଂସ୍କୃତିର ଅମୂଲ୍ୟ ସମ୍ପଦ। ପିଲାମାନେ, ଆମେ ଆଉ ଟିକେ ବଡ଼ ହୋଇଗଲେ ଢଗଢମାଳି ଆଉ ଲୋକଗଳ୍ପ ପଢ଼ିବା। ଲୋକଗଳ୍ପ ତ ଜାଣିଥିବା, ଢଗଢମାଳି ପଢ଼ିବା। ଆକାଶ କଇଁଆ ଚିଲିକା ମାଛ, ହେଲା। ବହୁତ ପ୍ରକାର ଏଇଭଳି ଅଛି, ହେଲା। ଆମେ ଜାଣିବା ଏହା ଅର୍ଥ କ'ଣ। ଏହାକୁ ଯେତେବେଳେ ସୁନ୍ଦର ଭାବରେ ତୁଳସୀ ଦୁଇ ପତ୍ରରୁ ବାସେ। ନୃତ୍ୟ ଓ ସଙ୍ଗୀତ ସଂସ୍କୃତିର ଅନ୍ୟତମ ବିଭବ। ଓଡ଼ିଶାର ଉଚ୍ଚକୋଟୀର ନୃତ୍ୟ ଓ ସଙ୍ଗୀତ ଏହା ମହାନ ସଂସ୍କୃତିର ନିଦର୍ଶନ। ଆମର ମଧ୍ୟ ଓଡ଼ିଶୀ ନୃତ୍ୟ ପୁରା ଭାରତରେ ପ୍ରସିଦ୍ଧ। ଛନ୍ଦମୟ ସୁଲଳିତ ଭଙ୍ଗୀ ନିମନ୍ତେ ଭାରତୀୟ ନୃତ୍ୟମାନଙ୍କ ମଧ୍ୟରେ ଓଡ଼ିଶୀ ନୃତ୍ୟର ସ୍ଥାନ ସ୍ୱତନ୍ତ୍ର, ହେଲା। ଓଡ଼ିଶାର ବିଭିନ୍ନ ଅଞ୍ଚଳର ଲୋକ ପରମ୍ପରାକୁ ନେଇ ଗଢ଼ି ଉଠିଥିବା ସମ୍ବଲପୁରୀ, ଛଉ, ଦଣ୍ଡ, ପାଇକ, ରୁଣପା ଓ ଗୋଟିପୁଅ ଆଦି ଲୋକନୃତ୍ୟ ଜୀବନକୁ ସରଳ ସୁନ୍ଦର କରିଥାଏ। ପାଲା, ଦାସକାଠିଆ, ଯାତ୍ରା, ରାସଲୀଳା ପ୍ରଭୃତି ମାଧ୍ୟମରେ ଓଡ଼ିଆ ସାହିତ୍ୟ ବହୁ କାଳରୁ ସୁପ୍ରଚାରିତ ହୋଇ ଓଡ଼ିଶାର ସାଂସ୍କୃତିକ ଜୀବନକୁ ଉନ୍ନତ କରିଛି। କେବଳ ଓଡ଼ିଶାର ନୁହେଁ, ଦେଶ ଓ ଦେଶାନ୍ତର ମଧ୍ୟ ଓଡ଼ିଶାର ନୃତ୍ୟକଳା ବେଶ୍ ଆଦୃତ। ଏହାଦ୍ୱାରା ଓଡ଼ିଶାର ସଂସ୍କୃତି ସମଗ୍ର ବିଶ୍ୱରେ ପ୍ରତିଷ୍ଠା ଲାଭ କରିଛି, ହେଲା। ଓଡ଼ିଶାର ସଂସ୍କୃତି ସେଥିପାଇଁ ସମଗ୍ର ବିଶ୍ୱରେ ପ୍ରତିଷ୍ଠା ଲାଭ କରିଛି। ଓଡ଼ିଶାର ସାମାଜିକ ଓ ପାରିବାରିକ ଜୀବନ ଅତି ମଧୁର। ଓଡ଼ିଆ ପରିବାରରେ ସମସ୍ତେ ପରସ୍ପର ସ୍ନେହ, ପ୍ରୀତି ଓ ଆଦର ଯତ୍ନରେ ବନ୍ଧା। ବିଭିନ୍ନ ପାରିବାରିକ ଉତ୍ସବରେ ବନ୍ଧୁବାନ୍ଧବମାନଙ୍କ ଉପସ୍ଥିତି ଉତ୍ସବକୁ ଆନନ୍ଦ ମୁଖର କରିଥାଏ। ବିପଦ ଆପଦ ବେଳେ ପଡ଼ୋଶୀ ତଥା ଅନ୍ୟମାନଙ୍କ ସାହାଯ୍ୟ ମଧ୍ୟ ଦୁଃଖକୁ ଅନେକ ପରିମାଣରେ ଲାଘବ କରେ। ବୁଝିହେଲା? ଆମର ବିପଦ ଆପଦ ପଡ଼ିଲେ ମଧ୍ୟ ଆମ ପଡ଼ୋଶୀ ଏବଂ ବନ୍ଧୁ ସାହାଯ୍ୟ କରିବା ଆମ ଦୁଃଖ କ'ଣ କମ୍ କରେ। ଅତିଥି ପରାୟଣତା ଓଡ଼ିଆ ଜାତିର ଅନ୍ୟତମ ବୈଶିଷ୍ଟ୍ୟ, ହେଲା। ବସନ, ଆମେ ଅତିଥି ସବୁ ଇଏ କଲେ। ଅତିଥି ହେଉଛନ୍ତି ଆମ ଭଗବାନ। ବସନ, ଭୂଷଣ ଓ ଚଳଣୀରେ ଓଡ଼ିଆମାନେ ସାଧାରଣତଃ ଆଡ଼ମ୍ବର ଶୂନ୍ୟ ଓ ସରଳ। ବାହ୍ୟ ଚାକଚକ୍ୟ ଅପେକ୍ଷା ଅନ୍ତରରେ ସଦ୍ଗୁଣରେ ମଣ୍ଡିତ ହେବାକୁ ଓଡ଼ିଆ ଶ୍ରେୟ ମନେ କର, ହେଲା। ଆମେ କ'ଣ ବସନ, ଭୂଷଣ, ଚଳଣୀ ସବୁଥରେ ବସିବା, ଖାଇବା, ଚାଲିଚଳଣି ସବୁଥରେ ଆଡ଼ମ୍ବର କ'ଣ ସମସ୍ତଙ୍କଠୁ ଅଲଗା ଏବଂ ବହୁତ ସରଳ। ଜ୍ଞାନ ବିଜ୍ଞାନ ପ୍ରସାରରେ ଆମେ ଖାଲି ପରମ୍ପରାକୁ ନେଇକି ଆଗକୁ ବଢ଼ୁନେ, ଆମର ଜ୍ଞାନ ବିଜ୍ଞାନ ପ୍ରସାର ଫଳରେ ବହୁତ ଆଗକୁ ଯାଇଛି। ଓଡ଼ିଶାର ସାମାଜିକ ଓ ସାଂସ୍କୃତିକ ଜୀବନରେ ନାନା ପରିବର୍ତ୍ତନ ଘଟିଛି। ପୂର୍ବର କେତେକ ପର୍ବପର୍ବାଣି ଲୋପ ପାଇବା ସଙ୍ଗେ ସଙ୍ଗେ କେତେକ ନୂତନ ପର୍ବପର୍ବାଣି ସୃଷ୍ଟି ହୋଇଛି। ସାହିତ୍ୟ, ସଙ୍ଗୀତ, ନୃତ୍ୟ, ଶିଳ୍ପ, ଚିତ୍ରକଳା ଓ ସାମାଜିକ ରୀତିନୀତିରେ ମଧ୍ୟ ବହୁ ପରିବର୍ତ୍ତନ ଦେଖାଯାଇଛି। ଏହି ପରିବର୍ତ୍ତନର ପ୍ରବାହରେ ଆପଣାର ମୌଳିକତାକୁ ବଜାୟ ରଖି ବିକାଶ ପଥରେ ଅଗ୍ରସର ହେବା ହିଁ ଆମର ଲକ୍ଷ୍ୟ। ବୁଝିହେଲା? ସବୁ ଆମେ ଖାଲି ଭୁଲି ଯିବାନି। ଆମେ ଯେତେ ମଡ଼ର୍ଣ୍ଣ ଆଗକୁ ଯିବା ପଛେ, କିନ୍ତୁ ଆମ ପରମ୍ପରା, ଆମ ସଂସ୍କୃତି କେବେ ଭୁଲି ଯିବାନି ପିଲାମାନେ। ଧନ୍ୟବାଦ ପିଲାମାନେ।